ଏହା ହେଉଛି ଆମ ଯୁବବର୍ଗ ମଧ୍ୟରେ ଦକ୍ଷତା ପ୍ରତିପାଦନ କରିବାର ଏବଂ ଦକ୍ଷ ମନୋଭାବ ଆଣିବାର ଆପଣମାନଙ୍କୁ ସୁଦୃଢ଼ କରିବାର ଇଏ ହେଉଛି ଗୋଟିଏ ବଡ଼ ଆମର ମାଧ୍ୟମ। ଆଉ ତାର ଯୁବବର୍ଗଙ୍କୁ ଏ ନେଇ ଆପଣମାନଙ୍କୁ ମଧ୍ୟ ଆମ ସରକାର ବି ଦେଖୁଛନ୍ତି ଗୋଟିଏ ସୁନ୍ଦର ଭବିଷ୍ୟତ। ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ପାଇଁ, ଅର୍ଥନୈତିକ ଉନ୍ନତି ପାଇଁ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ମର୍ଯ୍ୟାଦା ପାଇଁ ଦକ୍ଷତା ଅତ୍ୟନ୍ତ ଜରୁରୀ। ଏ କଥା ଆମେ ସମସ୍ତେ ଆଜି ଅନୁଭବ କରିବା ପାଇଁ ଆରମ୍ଭ କରିଛନ୍ତି। ଆମେ ଯେତେବେଳେ ସମୃଦ୍ଧ ଓଡ଼ିଶା ନିର୍ମାଣ କଥା ଚିନ୍ତା କରୁଛୁ, ଆଉ ସେଥିପାଇଁ ଏ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶାର କଥା ଯେତେବେଳେ କହୁଛୁ, ତାହାର ଭିତ୍ତିଭୂମି କେମିତି ହେବ, ତାହାର ଅର୍ଥନୈତିକ ସୂଚକାଙ୍କ କେମିତି ରହିବ, ଆଉ ଏଗୁଡ଼ିକର ଅଗ୍ରଗତି କେମିତି ହେବ, ଏ ବିଷୟରେ ଆମେ ଖାଲି ଚିନ୍ତା କରୁନାହୁଁ। ଆମର ମୂଳ ଲକ୍ଷ୍ୟ ହେଉଛି ଯେ ଆମେ ଆମ ଲୋକଙ୍କୁ କେତେ ପରିମାଣରେ ସଶକ୍ତ କରିପାରୁଛୁ, ଦକ୍ଷତା ସେମାନଙ୍କୁ ପ୍ରତିପାଦନ କରାଇପାରୁଛୁ, ସେଇଟା ମଧ୍ୟ ଆମର ଗୋଟିଏ ବଡ଼ ଚିନ୍ତା ଅଛି। ଆଉ ନହେଲେ ଆମେ ଯେତେବେଳେ 2036ରେ ଆମର ଯେଉଁ ଭିଜନ ଅଛି, ଆମର ଯେଉଁ ଲକ୍ଷ୍ୟ ଅଛି ସମୃଦ୍ଧ ଓଡ଼ିଶା, ସେତେବେଳକୁ ଆମେ ସେ ଲକ୍ଷ୍ୟ ପଥରେ ଆମେ ପହଞ୍ଚି ପାରିବା ନାହିଁ। ଆଉ ସେଥିପାଇଁ ଆମ ଯୁବବର୍ଗ ଯେତେ ପରିମାଣର ଦକ୍ଷ ହେବେ, ଆତ୍ମବିଶ୍ୱାସ ଯେତେ ବଢ଼ିବ, ଆତ୍ମବିଶ୍ୱାସୀ ଯେତେ ହେବେ, ତାହେଲେ ସେମାନେ ନିଶ୍ଚିତ ଭାବରେ ନିଜର ଭବିଷ୍ୟତକୁ ଆପଣମାନେ ସମସ୍ତେ ଉଜ୍ଜଳ କରି ଗଢ଼ି ତୋଳି ପାରିବେ।